ସାଙ୍ଗମାନେ ଆଜି ମୋ ସୁନ୍ଦର ଅଧିକାର ଦେଖନ୍ତୁ। ପୂର୍ବୀ ଆଦିକୁ କିସ୍ କରିବାକୁ ଯାଉଥିବା ବେଳେ ମୁକ୍ତି ଆସି ପୂର୍ବୀକୁ ଅଟକେଇ ଦିଏ। ପୂର୍ବୀ କୁହେ, ହ୍ୱାଟ୍ ନନ୍ସେନ୍ସ ମୁକ୍ତି, ମୁଁ ତ ବାସ୍। ତାପରେ ମୁକ୍ତି ଉର୍ବୀକୁ ମାରେ। ଆଉ ମୁକ୍ତି ଦେଖା ତ ପୂର୍ବୀ ଭିଡ଼ିଓ ରେକର୍ଡ଼ କରୁଥାଏ। ମୁକ୍ତି ସେଠୁ ଫୋନ୍ଟିକୁ ଆଣେ। ମୁକ୍ତି ପୂର୍ବୀକୁ କୁହେ, ତମେ ରେକର୍ଡ଼ିଂ କରୁଥିଲ? ଜବାବ ଦିଅ ପୂର୍ବୀ। ଆଦି ସାର୍ଙ୍କୁ ବ୍ଲାକମେଲିଂ କରିବାକୁ ଭିଡ଼ିଓ ରେକର୍ଡ଼ିଂ କରୁଛ ତମେ? ଦେଖ ପୂର୍ବୀ, ତମେ ସତ କୁହ, ଏସବୁ ତମେ କରୁନଥିଲ ନା? ମୁଁ ଠିକ୍ କହିଲି ନା? ସତ କୁହ ପୂର୍ବୀ, ନିହାତି ଏସବୁ କରିବାକୁ ତମକୁ କିଏ କହିଛି? ପୂର୍ବୀ କୁହ, ଏସବୁ କରିବା ପଛରେ କାରଣ କ'ଣ? କୁହ ପୂର୍ବୀ, ତମକୁ କିଏ ବାଧ୍ୟ କରୁଛି ଏସବୁ କରିବାକୁ? କୁହ ପୂର୍ବୀ, ମୋତେ ଆନ୍ସର ଦିଅ ପୂର୍ବୀ, ଦିଅ ଆନ୍ସର। ଆଉ ଠିକ୍ ସେହି ସମୟରେ ପୂର୍ବୀର ଫୋନ୍ ରିଙ୍ଗ ହୁଏ। ଆଉ ମୁକ୍ତି ଫୋନ୍ ରିସିଭ୍ କରେ। ରାଗିଣୀ କୁହେ, ପୂର୍ବୀ, ଡିଲ୍ ହିସାବରେ ମୁଁ ସବୁତକ ଟଙ୍କା ହସ୍ପିଟାଲରେ ଡିପୋଜିଟ୍ କରିଦେଇଛି। ତୋ ଭାଇର ଏବେ କିଛି ବି ଅସୁବିଧା ହେବନି। ହେଲେ ମୋତେ କହ, ମୋ କାମ କେତେ ବାଟ ଗଲା? ଏବେ ସେ ଭିଡ଼ିଓ ସୁଟ୍ କରିସାରିଥିବ। ସେ ଭିଡ଼ିଓ ମୋତେ ଜଲ୍ଦି ପଠା, ଆଉ ଏଠିକି ଚାଲି ଆସ। ଆଉ ଏସବୁ ଶୁଣି ମୁକ୍ତି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ମୁକ୍ତି କୁହେ, ଆଚ୍ଛା, ତାହେଲେ ତମେ ଏ ସବୁ ପ୍ଲାନ୍ର ମାଷ୍ଟର ମାଇଣ୍ଡ। ମିସ୍ ରାଗିଣୀ ସାମନ୍ତରାୟ, ଗୋଟେ କଥା ମନେ ରଖ, ଆଜି ପର୍ଯ୍ୟନ୍ତ ଆଦି ସାର୍ ତମକୁ କେବଳ ୱାର୍ଣ୍ଣିଂ ଦେଉଥିଲେ, କିନ୍ତୁ ଏ ମୁକ୍ତି ତମକୁ ୱାର୍ଣ୍ଣିଂ ଦେବନି। ଯାହା କରିବାର କଥା ନା, କରିକି ଦେଖେଇବ। ଠିକ୍ ଯେମିତି ତମର ଏସବୁ ପ୍ଲାନ୍କୁ ଫେଲ୍ କରିଦିଏ। ରାଗିଣୀ ବହୁତ ଜୋରସେ ରାଗିଯାଏ ଆଉ କୁହେ, ତୁ ବୋଧେ ବୁଝିପାରୁନୁ ତୁ କାହା ସହିତ କଥା ହେଉଛୁ। ମୁକ୍ତି କୁହେ, ଏକଦମ ବୁଝିପାରୁଛି ମୁଁ କାହା ସହିତ କଥା ହେଉଛି। ଭଦ୍ରମୁଖା ପିନ୍ଧିଥିବା ଗୋଟେ ଲୋଭୀ ଅହଙ୍କାରୀ ମହିଳା ସହିତ, ଯିଏ ନିଜ କାମରୁ ନୁହେଁ ଛଳନାରେ ମୁକାବିଲା କରେ। ହେଲେ ମିସ୍ ରାଗିଣୀ ସାମନ୍ତରାୟ, ଗୋଟେ କଥା ମନେ ରଖ, ଛଳନାର ଜବାବ ଯେବେ ମିଳେ ନା, ସେତେବେଳେ ବହୁତ କଷ୍ଟ ହୁଏ। ଆଉ ଏବେ ଠିକ୍ ସେମିତି କଷ୍ଟ ପାଇବ ତବେ। ଆଉ ରାଗିଣୀ ବହୁତ ରାଗିଯାଏ ଆଉ କୁହେ, ୟୁ ଇଡ଼ିଏଟ୍। ମୁକ୍ତି କୁହେ, ବାସ୍, ଏବେ ଯାଏଁ ଆଦି ସାର୍ ମୋ ପାଇଁ ଢାଲ ହେଇକି ଛିଡ଼ା ହେବାର ଦେଖିଛ। ହେଲେ ଏବେ ତମେ ଦେଖିବ ଏ ମୁକ୍ତିର ଶକ୍ତି କେତେ। ତାପରେ ରାଗିଣୀ ଫୋନ୍ କାଟିଦିଏ। ଆଉ ରାଗିଣୀ ବହୁତ ଜୋରସେ ରାଗିଯାଏ ଆଉ କୁହେ, ତୁ କିଛି ଠିକ୍ କଲୁନି ମୁକ୍ତି। ମୋତେ ଚ୍ୟାଲେଞ୍ଜ କରିକି ତୁ ତୋ ମୃତ୍ୟୁକୁ ନିଜ ହାତରେ ଡାକିଦେଲୁ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ। ଜୟ ଜଗନ୍ନାଥ।